ସତ ନା ମିଛ? ମାନେ ସେଟା ସତ କପି ହଉଛି ମାନେ ସେଟା ସତ କପି ହଉଛି ମାନେ ସେଟା ସତ କପି ହଉଛି କେତେ ନାଟକ କୋଉଠୁ ଆଣିଛି କପି କଣ ସମ୍ପୂର୍ଣ୍ଣ ହଉଛି କୋଉ ସିନ୍ ଟିକେ ଟିକେ ଏମିତି କପି ହଉଛି ଆଉ କଣ ସବୁ ଗୁଡା ତ ହଉନି ନା କପି ହଉଛି ବୋଲି ଆପଣ ମାନୁଛନ୍ତି ତ? ଏମିତି ଗୋଟେ ଗୋଟେ ସିନ୍ କୋଉଠି କଣ ଆଉ ଦର୍ଶକ ବନ୍ଧୁ ଆଜି ଆପଣମାନେ ଦେଖୁଥିଲେ ନମିତା ପାନ୍ ସହିତ କିଛି କଥା। ଆଗାମୀ ଅଧ୍ୟାୟରେ ମୁଁ ଆସିବି ଆଉ ଏକ ନୂଆ ଅତିଥିଙ୍କ ସହିତ। ସେ ପର୍ଯ୍ୟନ୍ତ ନମସ୍କାର ନମସ୍କାର ବିଦାୟ ଦେଉଛି। ମ୍ୟାଡାମ ମୋ ଓଡିଶା ଚ୍ୟାନେଲକୁ ମୁଁ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର ମ୍ୟାଡାମ ଗାଁ କୋଉଠି କହିବେ? ଆମର ବାପଘର ଯାଜପୁର ଶାଶୁଘର କେନ୍ଦ୍ରାପଡା। ଘରେ 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 କିଏ ସବୁ ଅଛନ୍ତି? ହଁ ମୋର ଭାଇ ଅଛନ୍ତି ଭାଉଜ ବାପା ମା ସାର୍ ଅଛନ୍ତି ପାର୍ଟିରେ? ଅଛନ୍ତି। ସାର୍ ପାର୍ଟିରେ ଅଛନ୍ତି। କେନ୍ଦ୍ରାପଡାର କୋଉ ଜାଗା ଶାଶୁଘର ନା ଘର? କୁରୁସିଆ ଆମ ଶାଶୁଘର କୁରୁସିଆ ପାଟଳି ବଙ୍ଗ। କୁରୁସିଆ ପାଟଳି ବଙ୍ଗ। ଆଜ୍ଞା ମ୍ୟାଡାମ ଯାତ୍ରା ପାର୍ଟିରେ ଆସିବା ପାଇଁ କଣ ପାଇଁ ଇଚ୍ଛା ହେଲା? ନା ଆମର ପଢିଲା ବେଳେ ଟିକେ ଗୀତ ଫିତ ଗାଏ ଆଉ ତାପରେ ଗୀତ ଗାକୁ ଗୋଟେ ଇଚ୍ଛା ହେଲା ଆଉ ଲଗା ଲାଗିବ। ଗୋଟେ କଥା କହିବି ଯାତ୍ରାକୁ ଆକ୍ଚୁଆଲି ମାନେ ଆଗ୍ରହ ସହିତ ଆସିଛ ନା କୌଣସି ପରିସ୍ଥିତି ପାଇଁ? ନା ନା ମୁଁ ଯାତ୍ରାକୁ ଆଗ୍ରହ ସହିତ ଆସିଛି କୌଣସି ପରିସ୍ଥିତି ପାଇଁ ଆସିନି। ପ୍ରଥମ କୋଉ ଯାତ୍ରା ପାର୍ଟିରେ ପାଦ ଦେଇଥିଲେ? ଧଉଳି। ଧଉଳି? ଆଜ୍ଞା। ପ୍ରଥମ ଦିନ ଯେବେ ବି ଆସି ଯାତ୍ରା ପାର୍ଟିରେ ପାଦ ଦେଇଥିଲେ ସେଦିନ କଣ ଥିଲା ଆପଣଙ୍କ ପାଇଁ? ସେଦିନ ଥିଲା ସୋମବାର ମୁଁ ଘରୁ ଲୁଚିକି ପଳେଇ ଆସିଥିଲି। ସେତେବେଳେ ଯେତେବେଳେ ଆସିଲି ସେତେବେଳେ ଆମର ବରୁଣେଶ୍ୱର ଦିଟା ଝିଅ ଥିଲେ ସେ ଝିଅ ଦିଟା ମତେ ଆଣିଥିଲେ ସେ ଝିଅ ଦିଟା। ତାପରେ ଆସିକି ପହଞ୍ଚିଲି ତ ସେମାନେ ସେଦିନଟା ବହୁତ ମାନେ ମ୍ୟାଡାମ କୋଉ ନାଟକ ଆପଣଙ୍କୁ ଏତେ ପରିଚୟ ଦେଇଛି? ଭାଇ ଭଉଣୀର ନୂଆ କାହାଣୀ। କୋଉ ଯାତ୍ରା ପାର୍ଟିର? ଏଟା ଇନ୍ଦ୍ରଭୁବନ। ଇନ୍ଦ୍ରଭୁବନ। ଆଜ୍ଞା। ବେଷ୍ଟ ଡାଇରେକ୍ଟର କିଏ? ଆମର ଡିରେକ୍ସନ ଦେଇଥିଲେ ରାଇଟର ହେଉଛନ୍ତି ଆମର। ଆପଣଙ୍କର ବେଷ୍ଟ ଡାଇରେକ୍ଟର କିଏ? ମୋର ସେମିତି କିଛି ନାହିଁ ସବୁ ସାରଙ୍କର କରିପାରିଲେ ହେଲା ଡାଇରେକ୍ଟର ସମସ୍ତେ ଭଲ। ବେଷ୍ଟ ଡାଇରେକ୍ଟର ଗଲେ ବେଷ୍ଟ ରାଇଟର? ରାଇଟର ତ ଆମେ ତ ମାନେ କହିବାକୁ ଗଲେ ମାନେ ନୂଆ ନୂଆ ପାଦ ଦେଇଛୁ ଆଉ କେତେ କେତେ ସବୁ ଅଛନ୍ତି ଆମର ସମସ୍ତଙ୍କ କଥା ସମସ୍ତେ ଭଲ କେହି ଖରାପ ନୁହନ୍ତି। ପଢିଛନ୍ତି କୋଉ ଜାଗା? ମୁଁ ପ୍ଲସ ଟୁ। କେବେ ଇଚ୍ଛା ହେଇନି ଯେ ଯଦି ଅଲଗା ଆଡେ କୋଉଠି ଜୀବନ ଜୀବିକା କି ଜବ ଖୋଜିବା କି ଅଲଗା ଆଡେ କୋଉଠି? ନା ଜବ ମୋର ଆସିଥିଲା ଯେତେବେଳେ ମୁଁ ଯାତ୍ରା ବାଡି ପଳେଇ ରେଲୱେରେ ପକେଇଥିଲି ମୁଁ ସେଠି ପୋଷ୍ଟ ମାଷ୍ଟର ଆସିଥିଲା ସେତେବେଳେ ମୁଁ ବହୁତ ଦୂରରେ ଥିଲି ଆଉ ମାନେ ଇଣ୍ଟରଭ୍ୟୁ ଦେବାକୁ ଆସିପାରିଲିନି ଭୁବନେଶ୍ୱର ଥିଲା ଆଉ ଆସିପାରିଲିନି। ମ୍ୟାରେଜ ଟା କେମିତି କଣ ହେଲା? ମ୍ୟାରେଜ ଟା ଆମର ଲଭ୍ ମ୍ୟାରେଜ ହେଇଛି। ସେ ସଚିଦାନନ୍ଦରେ ଥିଲେ ନୂଆ ନୂଆ ସେ ଶିଖୁଥିଲେ ଭୁବନେଶ୍ୱରରେ ତବଲା ଶିଖୁଥିଲେ ସେ ତାପରେ ସେ ଥିଲେ ସଚିଦାନନ୍ଦରେ ମୁଁ ସଚିଦାନନ୍ଦ ସେଇ ବର୍ଷ ଯାଇଥିଲି। ସେତେବେଳେ କିଛି ରିଆକ୍ସନ ନଥିଲା କି ମୋର ଗୋଟେ ଏମ୍ ଥିଲା ଯେ ମୁଁ କେମିତି ଯାଇ ପହଞ୍ଚିବି ଯାତ୍ରା ବାଟରେ। ନାଇଁ ଯେତେବେଳେ ଘରୁ ଆପଣ ଆସିଲେ ଲୁଚିକିରି ଆସିଲେ ତାପରେ ଘର ଲୋକ ଜାଣିଥିବେ ନିହାତି ଖୋଜା ଖୋଜି କରିଥିଲେ ସେତେବେଳେ ଖୋଜି ନଥିଲେ ସେତେବେଳେ ସେ ଜାଣିଛନ୍ତି ଯେ ମୁଁ ଯାଇଛି ଶିଖିବା ପାଇଁ। ତାପରେ ଆମ ବୋଉ ମୁଁ ଫୋନ କଲି ବୋଉ ପାଖକୁ ଆଉ ସେମାନେ ଫୋନ କରିବା ପୂର୍ବରୁ ମୁଁ ଫୋନ କରି କହିଦେଲି ଯାତ୍ରା ବାଟରେ ମୁଁ ଆସିଛି। ତାପରେ ସେ ରିଆକ୍ସନ କଣ ଥିଲା ପରିବାର ଲୋକଙ୍କର? ପରିବାର ଲୋକ ମୋ ବୋଉ ଦେହ ସାଙ୍ଗେ ସାଙ୍ଗେ ଖରାପ ହେଇଗଲା ସମସ୍ତେ ଖାଲି ଲାଗ ଫୋନ ଆସିଲା ଆଉ ସେତେବେଳେ ଆମର ଗୀତ ଚାଲିଥାଏ ଆଉ ସାର୍ ବି ଆସିକି ବସିଥାନ୍ତି ଗୀତ କରିବା ପାଇଁ ମୁଁ ଗୀତ ଗାଉଥାଏ ଏଣେ ଫୋନ ବି କରିଥାଏ ସେଟା ବହୁତ ଟେନସନ ଭିତରେ ଥିଲି ଆଉ। ଏତେ ଦିନ ଭିତରେ କେତେ ବର୍ଷ ହେଲା କ୍ୟାରିୟର ଯାତ୍ରା? 18 ବର୍ଷ ଖଣ୍ଡେ ହେଲାଣି। 18 ବର୍ଷ ହେଇଗଲାଣି ଯାତ୍ରା। କେତେଟା ଅନୁଷ୍ଠାନ ହେଇଗଲାଣି? ଅନୁଷ୍ଠାନ ତ ହେଲାଣି ତଥାପି 6ଟା 7ଟା ଖଣ୍ଡେ ହେଲାଣି ଆଉ। ଆପଣ ଘରେ କହିଲେ କିଏ କିଏ ଅଛନ୍ତି? ଶାଶୁ ଘରେ ସମସ୍ତଙ୍କ କିଏ କିଏ ଅଛନ୍ତି? ଶାଶୁ ଘରେ ମୋ ଶାଶୁ ଶ୍ୱଶୁର ନଣନ୍ଦ ଆମେ 2 ଜଣ ଆଉ। 2 ଜଣ ଏତିକି। ଆଚ୍ଛା ଆସନ୍ତା 24-25 ରେ ନମିତା ମ୍ୟାଡାମ କୋଉଠି? ରଙ୍ଗମହଲ। ଫାଇନାଲ? ଆଜ୍ଞା। ଆଚ୍ଛା ରଙ୍ଗମହଲ ଆସନ୍ତା 23-24 ରେ ଆପଣ ରଙ୍ଗମହଲ ଯାଉଛନ୍ତି? ନା 24-25 ରେ। ଏ ଲଭ୍ ଟା କେମିତି କଣ ଥିଲା? କହିବାକୁ ତ ସମୟ ନାହିଁ ତଥାପି ଲଭ୍ ଟା ସିଏ ତ ମତେ ଭଲ ପାଉଥିଲେ ହେଲେ ମୁଁ ଗୋଟେ ଏମ୍ ରେ ଥିଲି ଯେ କେମିତି ଗୀତ ଭଲ ସିଙ୍ଗର ଗୀତ ଗାଇବି ଆଉ ସିଏ ମତେ ଭଲ ପାଉଥିଲେ ମୁଁ କିନ୍ତୁ ମନା କରିଥିଲି ତାଙ୍କୁ ଯେ ମୁଁ କହିଲି ନା ଫ୍ରେଣ୍ଡ ହେଇକି ରହିବା। ତାପରେ ପଳେଇ ଆସିଲା ଭଲ ପାଇଗଲି ଆଉ ତାପରେ ତାଙ୍କୁ ବିଦା କରିଦେଇଥିଲେ ପାର୍ଟିରୁ ତାପରେ ବେଶୀ ଭଲ ପାଇବା ଆଡମ୍ବର ହେଇଯାଇଥିଲା ତାପରେ ମୁଁ ପାର୍ଟି ଛାଡି ପଳେଇ ଆସିଥିଲି ତାପରେ ମ୍ୟାରେଜ ହେଲା ଆମର।
ଗୋଟେ ମିନିଟ୍ ମ୍ୟାଡାମ ଗୋଟେ ମିନିଟ୍। ସେ ଲାଇଟ୍ ହେଇନି, ସେ ଲାଇଟ୍ ହେଇନି, ଲାଇଟ୍ ଟା ତୁ ଜଳେଇ ଆଉ ହବନି, ସରିଗଲାଣି, ମୁଁ ଯିବି। ଠିକ ଅଛି, ଏଇଟା ଯେତେବେଳେ କମିବ ସେତେବେଳେ ବଢିବ ଏଇ ସୁଇଚଟା, ହେଲା କି? ମ୍ୟାଡାମ ଖାଲି ରିକ୍ୱେଷ୍ଟ କରି ଯିବା ପୂର୍ବରୁ ଖାଲି କହିବେ କି ଅଳ୍ପ ସମୟ ଭିତରେ ଭାଇଙ୍କ ପଟରୁ ହିଁ ଲଭ୍ ହେଇଥିଲା। ହଁ ହଁ, ତାଙ୍କ ପଟରେ ହେଇଥିଲା। କେତେ ଦିନ ଲଭ୍ ର କେତେ ଦିନ ପରେ ମ୍ୟାରେଜ ହେଇଗଲା? ଲଭ୍ ଆମର ହେଇଥିଲା 4 ମାସ। ଘର ଲୋକଙ୍କର କିଛି ପ୍ରୋବ୍ଲେମ ନଥିଲା? ନା, ଗ୍ରୀନ ସିଗ୍ନାଲ ମିଳି ଯାଇଥିଲା? ଆମ ତାଙ୍କ ଘରେ କେହି ଜାଣିନଥିଲେ, ଆମ ଘରେ ସମସ୍ତେ ଜାଣିଥିଲେ। ଆମର ବାହାଘରଟା ମାନେ ତାଙ୍କ ଘର ଲୋକଙ୍କ ଅଜାଣତରେ ହେଇଥିଲା। ଆଉ ଗୋଟେ କଥା କହିବି, ବଲିଉଡ ଜଲିଉଡ, ବଲିଉଡ ଜଲିଉଡ ଅଲିଉଡ, ଏ ତିନିଟା ଦୁନିଆ ପାଇଁ ଯଦି 300 ମାର୍କ ଆପଣଙ୍କୁ ଦିଆଯିବ, କଣ ତିନିଟା ଦୁନିଆ ପାଇଁ 300 ମାର୍କ ଦିଆଯିବ, କାହାକୁ କେତେ କେତେ ମାର୍କ ଦେବେ? କାହାକୁ କେତେ ମାର୍କ ଦେବେ? କେତେ ମାର୍କ ଦେବେ ଆପଣ? ସମସ୍ତେ ଠିକ ଅଛନ୍ତି, ସବୁ ଜାଗାରେ ସମସ୍ତେ ଠିକ ନାଇଁ ଅଛନ୍ତି। ସେମିତି କହିଲେ ହବନି। ନା ନା, ସେ କଥା ନୁହଁ। ବଲିଉଡ ଜଲିଉଡ ଶୁଣନ୍ତୁ, ମୁଁ ତ କହୁଛି, ଆମେ ଏଠି ପୁରା ଓପନ କରୁଛୁ। ସେମାନଙ୍କର କୋର୍ଟ କାର୍ଟରେ ଚାଲିଛି, ସେମାନେ କୋର୍ଟ କାର୍ଟରେ ଚାଲିଛି। ତେଣୁକରି ସେମାନେ ତାଙ୍କ ହିସାବରେ ଠିକ ଅଛନ୍ତି, ଆମେ ଆମ ହିସାବରେ ଅଛୁ। ସମସ୍ତଙ୍କୁ ସମାନ ମାର୍କ ଦେବା ଠିକ ହବ। ସମାନ ମାର୍କ ଆପଣ ଦର୍ଶକ ବନ୍ଧୁ ଆପଣ ଦେଖୁଥିଲେ ନମିତା ମ୍ୟାଡାମ ସହିତ କିଛି କଥା। ପରବର୍ତ୍ତୀ ମୁହୂର୍ତ୍ତରେ ଦେଖା ହବ ଆପଣ ମାନଙ୍କ ସହିତ ନୂଆ ଏକ ଅତିଥିଙ୍କ ସହିତ। ସେ ପର୍ଯ୍ୟନ୍ତ ମ୍ୟାଡାମ ମୁଁ ବିଦାୟ ଦଉଛି। ମ୍ୟାଡାମ ନମସ୍କାର। ଯାହା ପ୍ରୋବ୍ଲେମ ହେଇଛି ଲାଇଟ୍ ଫାଇଟ୍ ମୁଁ ପକେଇ ଆଡଜଷ୍ଟ କରିଦେବି। ମ୍ୟାଡାମ ମଞ୍ଚକୁ ଆସିବା, ମଞ୍ଚକୁ ଆସିବା ଏବଂ ମଞ୍ଚରେ ଅଭିନୟ କରିବା। ଅଭିନୟ ପରେ ଚାଇନା ସହିତ ଦେଖା ହବା ଏବଂ ତାପରେ ଭଲ ପାଇବା, ତାପରେ ପରିବାର। ଆ ଭିତରେ ଭଲ ପାଇବାଟା କେମିତି କଣ ହେଲା? ଭଲ ପାଇବାଟା ତ ମୁଁ ଗୀତ ଗାଇଲା ବେଳେ ସିଏ ମୋ ପାଖରେ ବସିକି ତବଲା ବଜାନ୍ତି। ଆଜ୍ଞା, ପାଖାପାଖି ବସୁ, ସିଏ ଭଲ ପାଇଲେ ଆଗେ, ଆଉ ଆଗେ କହିଲେ ମତେ। ଆଉ ଇଏ ନମିତା ମ୍ୟାଡାମ କଣ ସାଙ୍ଗେ ସାଙ୍ଗେ ଆପ୍ରୁଭ କରିଦେଲେ? ନା ନା, ମୁଁ ମନା କରିଥିଲି। ମୁଁ କହିଲି ଆମେ ସେମିତି ନୁହେଁ, ମୁଁ ଗୋଟେ ଏମ୍ ନେଇକି ଆସିଛି, ଆମେ ସାଙ୍ଗ ଭଳିଆ ରହିବା, ଫ୍ରେଣ୍ଡସିପ। ତାପରେ ସିଏ ହେଠୁ ନ୍ୟୁଟ୍ରାଲ ରହିଯାଇଥିଲେ। ଆଉ ତାପରେ ଧୀରେ ଧୀରେ ଭଲ ପାଇବା ହେଇଗଲା ଗୋଟେ। ମଞ୍ଚରେ ଆସି ପାଦ ଦବା, ମଞ୍ଚରେ ଅଭିନୟ କରିବା, ତାପରେ ପରିବାର, ଏ ଦିଟା ଭିତରେ କେବେ ପ୍ରୋବ୍ଲେମ ହେଇନି? ନା, ପ୍ରୋବ୍ଲେମ କିଛି ହେଇନାହିଁ, ସେମିତି କିଛି ଅସୁବିଧା ଫେସ୍ କରିନି ମୁଁ। ଆଉ ବେଳେ ବେଳେ ବି ମନକୁ ଆସେ, ଶାଶୁ ଶ୍ୱଶୁର ବର୍ତ୍ତମାନ ଅଛନ୍ତି, ଆମେ 2 ଜଣ କାମ କରୁଛୁ, ତ ଭବିଷ୍ୟତ ବା କଣ ହବ ସେଟା ଭଗବାନ ଜାଣିଛନ୍ତି, କିନ୍ତୁ କିଛି ଅସୁବିଧା ହେଇନାହିଁ। ଆଉ ଗୋଟେ କଥା ଅଛି, ଜଣେ ଅଭିନେତା ସେ ଯଦି ଏକାଧାରେ ନାଟକର ମ୍ୟାନେଜର ହେବେ, ଦିଟା ମୁଁ କହୁନି ଷ୍ଟୋରି ପାର୍ଟିକି ନେଇ କହୁନି, ମୁଁ ସବୁ ଜାଗାକୁ ନେଇ କହୁଛି। ଆମର ଇଏ ସ୍ୱପ୍ନମହଲର ମୁନା ଭାଇ ବି ହୁଅନ୍ତୁ, କିଏ ବି ହୁଅନ୍ତୁ, ଲାଗୁନି ଯେ ନାଟକର ମାନ ଏବଂ ମଞ୍ଚର ମାନ କମିଯିବ ବୋଲି? ଶୁଣନ୍ତୁ, ସେମାନେ ପାରୁଛନ୍ତି କାମଟା, ସେମାନଙ୍କ ମାନେ ଯାତ୍ରା ପାଟିକି ନେଇକି ସେମାନେ ଯଦି ଭାବିବେ ଯେ ଆମେ ଏଠି ପରିଚାଳକ ରହିବା, ମଞ୍ଚ ଉପରେ ଯାତ୍ରା କରିବା, ଦିଟାକୁ ତୁଲେଇ ପାରୁଛନ୍ତି, ତାଙ୍କର ଅସୁବିଧା ହବ। କଣ ଅସୁବିଧା ହବ? ତାଙ୍କର ଯେପଟେ କାମ କରିପାରିବେ, ସେପଟେ କାମ କରିପାରିବେ। ତାଙ୍କ ମୁଣ୍ଡରେ ସବୁଆଡୁ କାମ କରିପାରୁଛୁ, ଆମେ କିନ୍ତୁ ପାରିବୁନି। ନାଇଁ, ମୋ କହିବା କଥା ମଞ୍ଚ ଆଉ ନାଟକ ଏ ଦିଟାର ମାନ କମୁନି? ଲାଗୁନି ମାନ କମିଲା ଭଳିଆ? ନିହାତି କମୁଥିବ ନା। ଆଉ ଗୋଟେ କଥା ଅଛି ଯେ ଯାତ୍ରା ଦୁନିଆ ଭିତରେ ଯାତ୍ରା କଳାକାର ହୁଅନ୍ତୁ କିମ୍ବା ଯୋଉ ଅଡିଏନ୍ସ ମାନେ ନମିତା ମ୍ୟାଡାମକୁ ଦେଖିଛନ୍ତି ମଞ୍ଚରେ, ସେମାନଙ୍କ ଭିତରେ ଗୋଟେ କଥା ଅଛି ଯେ ଯେତେବେଳେ ନମିତା ମ୍ୟାଡାମ ଅଭିନୟ କରନ୍ତି ମଞ୍ଚରେ, ସେତେବେଳେ ଯଦି ସାଉଣ୍ଡ ଲାଇନ ହଉ କିମ୍ବା ଲାଇଟ ଲାଇନ ହଉ, ଯଦି କିଛି ପ୍ରୋବ୍ଲେମ ହେଲା ମ୍ୟାଡାମ ରିଆକ୍ଟ କରନ୍ତି, ଆଉ ମଞ୍ଚରୁ ହିଁ କହିଦିଅନ୍ତି, ଆଉ ଏମିତି କହନ୍ତି କଣ ଚାଲିଛି, କଣ ହଉଛି। ନା ନା, ସେଇଟା ଭୁଲ। ମୁଁ ନିଜେ ଦେଖିଛି। କୋଉଠି? ମୁଁ ଦେଖିଛି ସ୍ୱର୍ଣ୍ଣମହଲ ନା ସ୍ୱର୍ଣ୍ଣ ମନ୍ଦିରରେ ଥିଲା କଥା। ସ୍ୱର୍ଣ୍ଣ ମନ୍ଦିରରେ ଓଳାଶୁଣୀ କଥା ମୁଁ କହୁଛି, ଓଳାଶୁଣୀ କଥା କହିବି। ଓଳାଶୁଣୀ କଥା, ହଁ, ସେ ବେଳେ ବେଳେ ମାନେ ସବୁବେଳେ ନୁହଁ, ବେଳେ ବେଳେ ମୁଣ୍ଡଟା ଚିଡ଼ି ଯାଏ। କାହିଁକି ନା ସେ ସିନ୍ ଉପରେ ଆମେ ଥାଉ, ସେତେବେଳେ ମାନେ ଆମେ କେମିତି ଆମ ସିନ୍ ଟା ଭଲ ହଉ, ସବୁ ସିନ୍ ଗୁଡା ମୋ ଟେମ୍ପୋରେ ଥିବ, ଡାଇଲଗଟା ସେ ଟେମ୍ପୋରୁ ଖସିଗଲା କେମିତି ଲାଗିବ, ସେଟା ଭାରି କଷ୍ଟ ହୁଏ। ଅବଶ୍ୟ ଆଉ ମାନେ ସେଟା ଆମେ ସୁଧାରି ଦେଲୁଣି। ମଞ୍ଚରୁ ଅବଶ୍ୟ କହିବାଟା ଭୁଲ, ନିହାତି ମଞ୍ଚରୁ କହିବା କଥା ନୁହେଁ, ତଳେ ଆସି କହିବା, ସେଟା ବି ମୁଁ ଚିଡେ। ଯୋଉମାନେ ମଞ୍ଚରୁ କହନ୍ତି ଯେ କଣ ଚାଲିଛି, କଣ ହଉଛି, ସେଟା ଏକଦମ ଭୁଲ, କହିବା କଥା ନୁହେଁ। ଯାହାର ଯୋଉଟା ଭୁଲ ଅଛି ଆମେ ତଳେ କହିବା ଆସିକି। ଆପଣ ବହୁତ ଜୋର ରିଆକ୍ଟ କରିଥିଲେ, ମୁଁ ନିଜେ ଦେଖିଛି। ହଁ, ସେଟା କଣ ଗୋଟେ ଭୁଲ ଭୁଲ ହେଇଯାଇଥିଲା। ଗୋଟେ ଜୋନରେ ସାଉଣ୍ଡ କଟିଗଲା। ହଁ, ସେଇଆ ହେଇଥିବ। ଆଉ ଗୋଟେ କଥା, ଘରୁ ଯେତେବେଳେ ଆସିଲେ ଯାତ୍ରା ଦୁନିଆକୁ, ମଞ୍ଚରେ ଯେତେବେଳେ ପାଦ ଦେଲେ,
गोटे झील घर आसो अभिनय को जीव आ गोटे A1 क्लास रे हठात तो डायरेक्टली डेप्यूटी हम एत बड़ सुजोग केमती कौन थिला ସେଇଟା ମୁଁ ନୂଆ ଯେହେତୁ ଆସିଛି ପଢୁଥିଲି ସେଠି ଆମର ପିନ ବାବୁ ଥିଲେ ପିନ ଦେହ ଧଉଳିପାଟ ଯୋଉ ଓନର ଯେ ସେ ମତେ ଚାନ୍ସ ଦେଇଥିଲେ ଗୀତ ଗାଇବା ପାଇଁ ତାପରେ ମାନେ ସିଏ ତ ନୂଆ ନୂଆ ପିଲାଙ୍କୁ ଚାନ୍ସ ଦିଅନ୍ତି ନୂଆ ନୂଆ ତାର ଗୀତ ତ ମୁଁ ସେମିତି ଭଲ ଗାଉନଥିଲି ସେମିତି ଥିଲି ମାନେ ଗୋଟେ ନୂଆ ପିଲା ହିସାବରେ ଥିଲି ସମସ୍ତେ ସପୋର୍ଟିଂ କରୁଥିଲେ ମତେ ଯେ ନୂଆ ପିଲାଟା କଲେଜରୁ ପଢୁଥିଲା ପଳେଇ ଆସିଛି ସପୋର୍ଟିଂ କରୁଥିଲେ ତାପରେ ଯାଉ ସେଟା ଭଗବାନଙ୍କ ଆଶୀର୍ବାଦ ଭଗବାନଙ୍କ ଇଚ୍ଛା ନଥିଲେ କିଛି ହେଇପାରିବନି ତାପରେ ଯାଉ ସେଇଠି ମୁଁ ଆଙ୍କରିଂ ବି କରିଥିଲି ସେଇଠି प्रथम गीत गाइले ना आंकरिंग कले ଆଗେ ଗୀତ ଗାଉଥିଲି गीत गाइले ତାପରେ ଆଙ୍କରିଂ କଲି तापरे रोल कले ତାପରେ रोल केते दिन आसीवर केते दिन परे नाटक रोल पाइले ସେଠି ଆମର ସଚିଦାନନ୍ଦରେ ଧଉଳି ଛାଡ଼ିଲା ପରେ ସଚିଦାନନ୍ଦରେ ଥିଲି ସେତେବେଳେ ଚିନୁ ବାପା ପଳେଇ ଯାଇଥିଲେ ଘରକୁ ସେତିକି ଟୁନା ମିଶ୍ର ମତେ ଚାନ୍ସ ଦେଇଥିଲେ ଅଣପୁଷା ନାଟକରେ ହଁ ଅଣପୁଷା ନାଟକରେ ମୁଁ ମନା କରିଥିଲି ସେ କହିଥିଲେ ନାଇଁ ଖଣ୍ଡ ନାଟକରେ କର ସେ ସେମିତି ଆଉ ରଟ ହେଇକି କରିବା କଥା ଆଉ ତାପରେ ସେବେଠାରୁ मुख्य नायिका रे ମୁଖ୍ୟ ନାୟିକାରେ ହଁ सेबेटो अभिनय ସେବେଠୁ ଅଭିନୟ ମାନେ ଧୀରେ ଧୀରେ କରୁ କରୁ ଆଜି ଏଇ ଷ୍ଟେଜରେ सेबेटो अभिनय करू करू आज मुख्य नायिका हिसाब ହଁ अभिनय करी रंगमहल को आपण कहते जे रंगमहल को जाउछंती 24-25 आम अलग आर्टिस्ट मन शुणा पाई रंगमहल को हमर आक्चुअली गौरव भाई ସେଟା ମୁଁ କହିପାରିବିନି गौरव भाई के सहित केबे अभिनय करी ନା गौरव भाई ସାଙ୍ଗରେ ମୁଁ ସୁଟିଂ ନାଟକ କରିଛି ସୁଟିଂ ନାଟକ ଯୋଉ ଆମର ଲକଡାଉନ ଭିତରେ ଯୋଉ ସୁଟିଂ ଚାଲିଥିଲା ନାଟକ ମଞ୍ଜରୀ ମଞ୍ଜରୀ ନୁହଁ ସେଟା ହଉଥିଲା ହଁ ସେ ମଞ୍ଜରୀ ଚ୍ୟାନେଲ ଆମର ତ୍ରିଶୁଳିଆ ପାଖରେ ହଉଥିଲା ସେଇଠି ମୁଁ କରିଛି ତାଙ୍କ ସାଙ୍ଗରେ ଗୌରବ ଭାଇ के सहित केबे मंचस्थ अभिनय करिना ନା ମଞ୍ଚସ୍ଥ ଅଭିନୟ କରିକି ଧଉଳିରେ ଥିଲି କି ମୁଁ ଗୀତ ଗାଉଥିଲି ତାଙ୍କ ସାଙ୍ଗରେ ମୁଁ ଚଳିଛି ମଞ୍ଚସ୍ଥ ଅଭିନୟ କେବେ କରିନି ନା ଯାତ୍ରା ଦୁନିଆରେ ଏବେ ନୂଆ ନୂଆ ଆର୍ଟିଷ୍ଟ ଆସିଗଲେଣି ଭାବନା ମ୍ୟାଡମ ହୁଅନ୍ତୁ ସେ ଆସିଲେଣି ବହୁତ ଆମର ସିରିଏଲ ଦୁନିଆରୁ ବି ବହୁତ ଆସିଲେଣି ଆପଣ କେବେ ଅନୁଭବ କରିଛନ୍ତି ଯେ ମଞ୍ଚ କଳାକାର ସିରିଏଲ କଳାକାର ଏମାନଙ୍କ ଭିତରେ ଯଦି କେବେ ଅନୁଭବ କରିଛନ୍ତି ଯେ ଫରକ କଣ ଫରକ ସେମାନେ ତ ତାପରେ ମାଲିକ ମାନେ ତ ସବୁ ଆଣୁଛନ୍ତି ସେମାନଙ୍କୁ ତାପରେ କିଛି ଫରକ ନାହିଁ ଅଶ୍ୱିନୀ ଭାଇ ବି ଆସିଛନ୍ତି ମୁଁ କିଛି ଫରକ ଦେଖିନି କାରଣ ସେମିତି ଖଟନ୍ତି ଯାତ୍ରା କଳାକାର ଯେମିତି ଖଟନ୍ତି ସେମାନେ ସେମିତି ଖଟନ୍ତି ଭାବନା ସାଙ୍ଗରେ ମୁଁ କେବେ ଚଳିନି ତାଙ୍କର ମୁଁ କେବେ ଦେଖିନି ଅଶ୍ୱିନୀ ଭାଇ ସାଙ୍ଗରେ ଆମ ଲରେନ୍ସ ବେହେରା ସେମାନଙ୍କ ସାଙ୍ଗରେ ମୁଁ କାମ କରିଛି କାହିଁ ସେମାନଙ୍କର ଭଲ କରନ୍ତି କେତେ ଦିନ ଅଭିନୟ କ୍ୟାରିୟର ଭିତରେ କୋଉ ଆର୍ଟିଷ୍ଟ ହିସାବରେ କାହାକୁ ଆପଣ परफेक्टली नेबे माइंड को नाही ताको अभिनय मते भल लागे समत सार प्राय करिछि हमर नलिन पा हो बिना भाई हो बिना पा नहीं जेम्स आर्टिस्ट तो सुभाष भाई सार करिछि आ तापरे लरेंस भाई अश्विन भाई समस्त भल गोटे कुहंतु जण सेमिति समस्त भल ना कहि हो माने काई ना का गोटे कहले का समस्त मोठो बड़ से माने हां से माने समस्त मोठो बड़ एना इगो तो सेमान मन थिब सेटा हम कहि परिबिनी किंतु सेमान समस्त मोठो बड़ से माने अधिका जानि चंदी तांकटु हम अधिका जानि किंतु समस्त भल लागे समस्त भल एते दिन यात्रा दुनिया भितर अभिनयर अभिज्ञता हिसाब से नुआ न्यू कमर आसीबा माने नायिका हवा पई नुआ नुआ जदी नायिका हवा पई जदी कोनोसी अभिनेत्री आसीबे नुआ हिसाब रे ताको कम कहिए अभिनय पई कोन प्रिपरेशन रहइबो सेमान सार ताको प्रिपरेशन करिबे जब नुआ आछथि सेमान हम सार जे आछथि डायरेक्शन दवा पई सेमान ताको प्रिपरेशन करिवे सेमिति सेमान किसी न जानिथिले आजिकली काहू कहि होनी काहे कि ना सेमान आसीबे नुआ नुआ पार्ट करिवे जब नुआ पूरा फ्रेश आछथि किसी जानि ना सेमान कहबा ठीक हबनी काहे ना जो माने हमर अछथि परिचालक जो नाट्य परिचालक सेमाने कहि पारि सेमाने कहि पारि सार माने कहि पारि हमें आ कहि पारि संतरे आज पर्यंत अभिनय करिबा जाय जीवन में एमती किसी मंच रे अभिनयटा निज लाइफ सहित
ବାସ୍ତବରେ ଆସିନି କେବେ? ନା ଜୀବନରେ ସବୁଠୁ ବଡ ଖୁସିର ଦିନ କୋଉଟା ଥିଲା? ଜୀବନ ଆଜି ଦିନ ଭିତରେ ଆଜି ଦିନ ଆଜି ଆଜି ଦିନ ଯାଏ ଏବେ ଯାଏ ଖୁସିର ଦିନ ଆଜି ଦିନ ଯାଏ ଖୁସି ଦିନ ଥିଲା କଣ ଆଉ ମନେ ପଡୁଛି ମୋର ଆପଣ ଲୁଚଉଛନ୍ତି କହୁନାହାନ୍ତି। ନା ଲୁଚଉନି ଯେ ଏଇଆ ଖୁସି ଏଇଥିପାଇଁ ଖୁସି ଦିନ ଆସିଲା ଯେତେବେଳେ ଭାଇ ଭଉଣୀ ନାଟକରେ ମାନେ ମୁଁ ମେଜର ରୋଲ ଟା ପାଇଥିଲି। ଆଉ ନାଟକଟା ମତେ ବହୁତ ଖୁସି ଦେଇଛି ମାନେ ଯେତେବେଳେ ପରିଚୟ ଗୋଟେ ଆଣିଛି ମୋର ଯେ ନମିତା ଗୋଟେ ହିରୋ ସେଇଟା ମତେ ଖୁସି ଲାଗେ। ସବୁଠୁ ବଡ ଦୁଃଖ କଷ୍ଟ ସବୁଠୁ କଷ୍ଟ ନିଜ କଷ୍ଟ ତ କିଛି ଆସିନେଇ ଜୀବନରେ ସବୁଠୁ ତ କଷ୍ଟ ହବ ବାପା ମା ଚାଲିଯିବେ ସେଟା ସବୁଠୁ ଜୀବନର ବଡ କଷ୍ଟ। ବାପା ମା ଚାଲିଯିବେ ସେଟା ଚାଲିଯିବେ ଆଉ ତାଠୁ ବଡ କଷ୍ଟ କିଛି ନାହିଁ ନା ଦୁନିଆରେ। ବାପା ମା ଅଛନ୍ତି ଏତେ ବଡ କଥା କହି ଦଉଛନ୍ତି। ମୁଁ ସେ କଥା କହୁଛି ଆଉ ଜୀବନରେ ବଡ କଷ୍ଟ କିଛି ନାହିଁ ହେଲା। ଆଉ ବାପା ମାଙ୍କ ଠାରୁ ସଂସାରରେ କିଛି ବଡ ନାହିଁ ତାପରେ ସ୍ୱାମୀ ଆଉ ଶାଶୁ ଶ୍ୱଶୁର 12 ମାସରେ 13ଟା ପର୍ବ 10 ମାସ ରହିଯାଉଛି ଯାତ୍ରା ଦୁନିଆରେ କିଭଳି ଭାବରେ ତ ମିସ୍ କରୁଛନ୍ତି। କଣ କରିବା ବହୁତ ମିସ୍ କରୁଛି ବିଶେଷ କରି ମିସ୍ କରୁଛି କଣ ଆମର ଦୁର୍ଗା ପୂଜା ଆମର ଘରେ ବାପ ଘରେ ଦୁର୍ଗା ପୂଜା ଟା ଭଲ ହୁଏ ଯାଜପୁରରେ ସେଟା ବାହାଘର ଦିନ ମୁଁ ଆଉ କେବେ ଦେଖିପାରୁନି। ତାପରେ ଆମକୁ ଶାଶୁଘରକୁ ବି ଯାଇପାରେ ନା ଦୋଳ ପର୍ବ ମେନ୍ ସେଠିକି ବି ଯାଇପାରୁନି। ଖୁସିଆ ପାଟୁଳି ବନ୍ଧ ମଧୁରଗଣ୍ଡ ଏଠି ଦୋଳ ପର୍ବଟା ବହୁତ ଜୋର ହୁଏ। ସେ ଗାଁ ହେଲେ ମୁଁ ଯାଇପାରେନି। ଆଉ ଗୋଟେ କଥା ପାଠ ପଢିଲା ବେଳେ ସ୍କୁଲ ଲାଇଫରୁ କଲେଜ ପର୍ଯ୍ୟନ୍ତ ସାଙ୍ଗସାଥି ତ ଅନେକ ଥିବେ ଯାତ୍ରା ଦୁନିଆକୁ ଆସିଲା ପରେ କୌଣସି ସାଙ୍ଗସାଥିଙ୍କ ସହିତ ଟଚ୍ ଅଛି ଏବେ? ନା ଦେଖା ହେଇଛି ସାଙ୍ଗସାଥି ସାଙ୍ଗରେ ଦେଖା ହେଇଛି ସେମାନେ ଆସିଛନ୍ତି ମୋ ପାଖକୁ ଦେଖା ହେଇଛି ଯାତ୍ରା ଦେଖିଛନ୍ତି ମୋ ସାଙ୍ଗେ ଭେଟ ବି ହେଇଛି। ଆଉ ଗୋଟେ ସାଙ୍ଗ ମୋର ପିଲାଦିନର ସାଙ୍ଗ ଗୋଟେ ଥିଲା ତା ନା ଲୁଲି ବହୁତ ଦିନ ସାଙ୍ଗ ତା ସାଙ୍ଗେ ଦେଖା ହଉନି ଭେଟ ପାଉନି। ସେମିତି ସାଙ୍ଗସାଥି କେବେ ମଞ୍ଚରେ ଥିଲା ଅବସ୍ଥାରେ କେବେ ଫୋନ କରି ନମିତାଙ୍କ ସହିତ କଥା ହୁଅନ୍ତି? ହଁ ଫୋନ କରନ୍ତି ଫୋନ କରି କଥା ହୁଅନ୍ତି। ଜଣେ ରାଉରକେଲାରେ ଜଣେ ଗୋଟେ ସାଙ୍ଗ ଥିଲା ସେ କଥା ହୁଏ ଆଉ ସେମିତି କିଛି ରାଉରକେଲା କେତେ ଦୂର? ସେ ରହୁଛି ଏବେ ରାଉରକେଲାରେ କିନ୍ତୁ ଗାଁର ପିଲା। ହଁ ଗାଁର ପିଲା ସେ ଆଉ ତ ସେମିତି ପୁଅ ପିଲା ସାଙ୍ଗ ସବୁ କେତେ କୁଆଡେ ଅଛନ୍ତି କୁଆଡେ ସବୁ ପଳେଇଗଲେ କେହି ଫୋନ କଲେଜ କୋଉଠି ଥିଲା? ଆମର ମାଙ୍କଳପଡାରେ କଲେଜ ଅଛି ମାର୍ଶାଘରେ କଲେଜ ଅଛି ଆମର ତାରିଣୀଗୁଡାରେ କଲେଜ ଅଛି। ଆପଣଙ୍କ କଲେଜଟା କୋଉଠି ଥିଲା? ଆମର ଯାଜପୁର ଟାଉନ ଯୋଉ ଆମର ଶହୀଦପୁର କଲେଜ। ଖୁସିଆ ପାଟୁଳି ବନ୍ଧରୁ ଯାଜପୁର ଆମ ଶାଶୁଘର ଖୁସିଆ ଆମ ଘର ଯାଜପୁର। ଘରଟା ଯାଜପୁର ଆମ ଘରଟା ଯାଜପୁର ବାପ ଘର ଶାଶୁଘର ଖୁସିଆ ପାଟୁଳି ବନ୍ଧ। ଯାଜପୁର ଆପଣ ସାରଙ୍କ ଘରଟା ହଉଛି ଖୁସିଆ ପାଟୁଳି ବନ୍ଧ। ଭଲ। ଆଉ ଗୋଟେ ଦୁଃଖ ଥିଲା ତାଙ୍କ ଗୋଡ ଯୋଉ ଭାଙ୍ଗିଗଲା ଥରେ ମଝିରେ ଆକ୍ସିଡେଣ୍ଟ ହେଇଥିଲା 7 ମାସ। ଟ୍ରକ୍ ଚଢିଗଲା ଆମେ ଥିଲୁ ସେତେବେଳେ କୋଣାର୍କରେ। କୋଣାର୍କ ପେଟରେ ଆକ୍ସିଡେଣ୍ଟ କେବେ ହେଇଥିଲା? ହଁ ତାଙ୍କର ହେଇଥିଲା। କୋଉ ଜାଗା ସେଇଟା? ସେତେବେଳେ ଆମର ସେଟା କରଞ୍ଜ ଗାଡିଆ ଛତାପର ପାଖରେ। କିଭଳି ସିଚୁଏସନ ଥିଲା ସେତେବେଳେ? ସେତେବେଳେ ମୁଁ ରୁମରେ ଥିଲି ସେ ଘରକୁ ଆସୁଥିଲେ ଆମ ଘରକୁ ଆସୁଥିଲେ ବାଇକରୁ ଟ୍ରକ୍ ପିଟିଲା ଆଉ ଏ ଜଙ୍ଘ ପୁରା ଭାଙ୍ଗି ଯାଇଥିଲା ପୁରା 7 ମାସ ସେ ଘରେ ଶିଫ୍ଟ ହଉଥିଲା। ନା ସେ ଆମ ଘରକୁ ଯାଉଥିଲେ ଆମ ଯାଜପୁର ଯାଉଥିଲେ ସେଦିନ ପ୍ରୋଗ୍ରାମ ନଥିଲା? ସେଦିନ ହଁ ସେ ରିଟର୍ନ କରିଥାନ୍ତେ ମତେ ମୋର ଫାଙ୍କା ଥିଲା ମତେ ଡାକୁଥିଲେ ମୁଁ କହିଲି ନା ମୁଁ ଯିବିନି ତମେ ଯାଅ। ସେଠୁ 100 କିଲୋମିଟର ଯାଇଥିଲେ ଗୋଟେ କମଳ ଆଣିବା ପାଇଁ। ସେଦିନ ରାତିରେ ବି ଆପଣ ଷ୍ଟେଜରେ ପ୍ରୋଗ୍ରାମ କରୁଥିଲେ? ନା ସେଦିନ ଆଉ ମେଡିକାଲ ପଳେଇଲି ତାଙ୍କ ସାଙ୍ଗରେ। ସେଦିନ ଫାଙ୍କା ଥିଲା ମୋର ସେଦିନ ଭଗବାନ ସାହା ହେଇଗଲେ। ସେଦିନ ନାଟକ ଫାଙ୍କା ଥିଲା। ହଁ ତା ପର ରାତିରେ କି ନାଟକ ହେଲା? ହଁ ତା ପରଦିନ ଫେର ଆସିକି କଲୁ ମେଡିକାଲ ଆଡମିସନ କରିକି କଟକରେ ଆଡମିସନ କରିକି ବାପା ବୋଉ ରହିଲେ ତା ପରଦିନ ମୁଁ ଆସିକି ନାଟକ ଘରେ ନମିତା ଝିଅ ହିସାବରେ ବଡ ଝିଅ ନା ସାନ ଝିଅ? ନା ଭାଇ ମାନେ ବଡ। କେତେ ଭାଇ? 4 ଭାଇ। 4 ଭାଇଙ୍କ ପରେ ନମିତା ନା ଗୋଟେ ଭାଇ ତଳେ ମୁଁ ବଡ ଭାଇଙ୍କ ତଳେ ମୁଁ। ଗୋଟେ ଝିଅ ବାପାଙ୍କର? ଗୋଟାଏ ଝିଅ। ଗୋଟେ ଝିଅ ଯାତ୍ରା ଦୁନିଆକୁ ଆସିଲା ପରେ ଘରେ ଟିକେ ପ୍ରୋବ୍ଲେମ ହେଇଯିବ।
ହଁ ଘର ଟିକେ 7 ବର୍ଷ ମୋ ବଡ ଭାଇ କଥାବାର୍ତ୍ତା କଲେନି 7 ବର୍ଷ ବାପା ବି କଥାବାର୍ତ୍ତା କରନ୍ତିନି ମୁଁ ସେମିତି ଘରକୁ ଯାଏ ବୋଉ ଟିକେ ଟିକେ କଥାବାର୍ତ୍ତା କରେ ତାପରେ ବାହାଘର ପରେ ଯାତ୍ରା ଦୁନିଆକୁ ଆସିବା ପୂର୍ବରୁ ଯାତ୍ରା ଦୁନିଆକୁ ଆସିବା ପୂର୍ବରୁ ଆପଣ ତ ନିଜେ କେବେ ଜାଣିଥିଲେ ଯେ ମତେ ଅଭିନୟକୁ କ୍ୟାରିୟର କରିବାର ଅଛି ମୁଁ ଦିନ ଅଭିନୟ କରିବି ବୋଲି ନା ନା କେବେ ଭାବି ମୁଁ ବେଳେ ଭାବେ ବସିଲେ ସ୍କୁଲରେ ପଢିଲା ବେଳେ ଟିଭି ବି ଦେଖେ ଯେ ମତେ କିଏ ଗୋଟେ ଟିଭିରେ ଦେଖନ୍ତା କି ମୋର ସେଇଟା ଇଚ୍ଛା ଥିଲା ଏଇଟା ଇଚ୍ଛା ଥିଲା ମାନେ ଟେଲିଭିଜନ ଦୁନିଆରେ ଇଚ୍ଛା ଥିଲା କିନ୍ତୁ ମଞ୍ଚ ଦୁନିଆ ହେଇଗଲା ଯାଉ ମଞ୍ଚରେ ହେଲେ ବି ଦେଖୁଛନ୍ତି ମଞ୍ଚରେ ହେଲେ ବି ଦେଖୁଛନ୍ତି ହଁ ମଞ୍ଚ ହେଲେ ବି ମଞ୍ଚଟା ଆମର ବର୍ତ୍ତମାନ ଓଡିଶାର ଶ୍ରେଷ୍ଠ କଳା ହେଇଗଲା ଲୋକ କଳା ଶ୍ରେଷ୍ଠ କଳା ବର୍ତ୍ତମାନ ମଞ୍ଚରେ ଯେମିତି ଲୋକ ଭଲ ପାଇବା ଦଉଛନ୍ତି ଆଉ କୋଉଥିରେ ନାହିଁ ଆଉ କୋଉଥିରେ ଓଡିଶାରେ ଆମର ନାହିଁ ଆଉ ଗୋଟେ କଥା ଯେତେବେଳେ ଯାତ୍ରା ଦୁନିଆକୁ ଆସିନଥିଲେ ସେତେବେଳେ ଇଚ୍ଛା ଗୋଟେ ଥିଲା ଯେ ମୁଁ ଏମିତି ଅଭିନୟ କରନ୍ତି ମତେ ଲୋକମାନେ ଟିଭିରେ ଦେଖନ୍ତେ ସେ ଯୋଉ ଇଚ୍ଛାଟା ବୁଝିପାରୁଛନ୍ତି କଣ କହିବାକୁ ଚାହୁଁଛି ଏ ଲାଇନ କି ଆସିବା ପାଇଁ ମନ ଭିତରେ ଯୋଉ ଆଗ୍ରହ ଯୋଉ ଅଭିନୟ କରିବାର କଳା ଏଇଟା ମାନେ ଆଗରୁ ମାନେ ଏଇଟା ମାନେ ଅଭ୍ୟାସରେ ପରିଣତ ହେଲା ପରେ ହେଲା ନା ଏଇଟା ଗୋଟେ ଜନ୍ମିତ କଳା ଥିଲା ନା ଜନ୍ମିତ କଳା କହିଲେ ହବନି ଏଇଟା ଅଭ୍ୟାସରେ ପଡିଲା ପରେ ହେଲା କାହିଁକିନା ସମସ୍ତେ ତ ମା ପେଟରୁ ଶିଖି ନଥାନ୍ତି ନା ଏଇଟା ମୁଁ ବି ଦିନେ ଚାଲି ଜାଣିନଥିଲି ପେଣ୍ଡାଲରେ ଡାଇଲଗ ଗୁଡା ମୁଁ ଏମିତି କହେ ପେଣ୍ଡାଲରେ ମାନେ ଯେତେବେଳେ କହୁଥିଲି ନୂଆ ନୂଆ ଜୋନଟା ଥିବ ଏମିତି କହୁଥିବି ମାନେ ଜୋନ ଖୋଜିବାକୁ ପଡେ ନୂଆ ନୂଆ ନା ଆମେ ଜାଣିନୁ କିଛି ତାପରେ ଡାଇଲଗ ଗୁଡା କେମିତି କୁହାହବ ଚାଲି ଜାଣିନଥିଲୁ ନାଚ ଜାଣିନଥିଲୁ ଆଉ ଶିଖିବାକୁ ପଡିଲା ସବୁ ବଡ ବଡ କଳାକାର ମାନ ରହିକି ଶିଖିବାକୁ ଏଇ ବିଷୟରେ ଗୋଟେ କଥା ପଚାରି ସତ କଥା କହିବେ ଲୁଚେଇବେନି ନା ଆକ୍ଚୁଆଲି ଯେତେବେଳେ ଗୋଟେ ଅଭିନେତା ବା ଅଭିନେତ୍ରୀ ଯେତେବେଳେ ଷ୍ଟେଜରେ ଡାଇଲଗ କହେ ସେ ଜୋନ ମ୍ୟାପିଂଟା କେମିତି କରେ ସେ କେମିତି ଜାଣେ ଯେ ଏଇ ଜୋନର ଦୂରତା ଏତିକି ଅଛି म्यूजिक को नेइगिरी माने इमोशन को नेइगिरी इमोशन म्यूजिक नेइगिरी गोटे जोन आ गोटे जोन पहुंची बाडा केमती कोन सेटा गोटे अभ्यास हे गेलानी तापर आमे से मापडा जानि पकइलोनी समस्त जानि परबे नुवा नुवा आसिले सेटा म्यूजिक धर दिया होची को केतिक म्यूजिक रे आमे पहुंची बार अछि आमे सेमि स्टेप पकइले पहुंचीबा ता माने हम दौड़ी पळेबा सेटा नु तापर से म्यूजिक बसी दौड़ी बार म्यूजिक रे अछि से मान देबे सेटा सेमिति भी अछि आमे जाई परिबा आ सब अभ्यास हे गेला यात्रा रे अभिनय परिबा भितर आज पर्यंत कोनोसी चरित्र को नै मन भितर के दुख नै दुख नै एई चरित्रटा हेतिले मु भलसे करि परतांती ना ना हां सेमिति हुए बेले मन को आसे जे एई चरित्र मोर पठांता कि पड़ी थांता कि सबले चाहू सार जा दैछन सेटा हम भलो कि फुल दीटा सीन हेले भी काम थिबा दरकार आ गोटे कथा पचारि सत कहबे पिंकी अपांकर व्यक्तिगत सार को व्यक्तिगत बुझ पाइले कोन नमिता अपांकर व्यक्तिगत हां हां काटि दे नमिता अपांकर व्यक्तिगत पारिश्रमिक दरमा एटा सत कहबे हां ना मु सत कथा कहबे मोर अछि 10 लाख एटा अधिका दुनिया रे अधिका आइदो काई अधिका राक्षर जो अनिद्रा अधिका कोन राक्षर रात्रि अंदर परिश्रम मूल्य के देई परिबो पर चिंता करतु तथापि तो कम हो जाउची मुख्य नायिका माने 10 रहउना अधिकार रहउछ जेहेतु आमे तांको ठुटिके माने से माने भाबुथि हमकु लो बोली ऑडियंस जा कहिबे कहियो आमु निजे जे भाबे जे मु से मानकु बहुत लो रे अछि कहीं के लो माने एक्टिंग रे हम कोन आ सिखि सिखि आ सिखे पड़िबो ना नहीं आमे जतो बळे मु जतो आसिले फास्ट आज मु ऑडियंस मान से कथा हली जे नमा पूर्वरु गोटे नेथि मैडम से इंटरव्यू आपर हम नमता दीदी से कथा इंटरव्यू नेबी मु से देखि नथि जे आपनकर मान्यता कमिटी बोले अनुरोध करले से कथा न मु निजु जे भाबुची जे हमर कहबा गले हिरोइन हम काबेरी अपा हो कि नळिनी अपा बेबिना अपा ना अपा ए माने तुलना हमें बहुत छुआ तापर ताको हम बहुत कम सिखि छु ना
ସେମାନେ କେତେ ଉପରେ ଅଛନ୍ତି ଆଉ ସେମାନେ ତ କେତେ କେତେ ଦରମାରେ ଅଛନ୍ତି ସେମାନଙ୍କଠୁ ଆମେ କମରେ ଯାହା ହେଲେ ନା ଆମେ ଆଉ ତାଙ୍କ ତୁଳନା କରିପାରିବା କି? ଗୋଟେ କଥା ନଳିନୀ ଅପା ମିଥୁନ ଅପା କି ଟିକି ଅପା ବହୁତ ଆର୍ଟିଷ୍ଟ ଆମର ଅଛନ୍ତି ଅଭିନେତ୍ରୀ ମୁଁ ଯଦି କହିବି ନମିତା ଅପା କାହାକୁ ନିଜର ଆଇଡଲ ଭାବନ୍ତି ଆଇଡଲ ଶୁଣନ୍ତୁ ସମସ୍ତେ ସେମାନେ ସମସ୍ତେ ଆଇଡଲ ଆପଣଙ୍କର ହଁ ସମସ୍ତେ ଆଇଡଲ ଜଣୁ କାହାକୁ କୁହନ୍ତୁ ନା ଜଣୁ କେମିତି କହିହବ ଗୋଟେ ବଣ୍ଡିଙ୍ଗ ଅଛି ବୋଧେ ନା ମଣ୍ଡିଙ୍ଗ ନୁହଁ ସେ ଜଣୁ କେମିତି ମୁଁ ନଳିନୀ ଅପା ସାଙ୍ଗରେ ରହିଛି ମିଥୁନ ଅପା ସାଙ୍ଗରେ ରହିଛି ଆଉ ଟିକେ ଅପା ସାଙ୍ଗରେ ଆମର ସୁଟିଂରେ କରିଛି ହେଲା ତାଙ୍କ ହିସାବରେ ସେମାନଙ୍କ ଡାଇଲଗ ସବୁ ଅଲଗା ଅଲଗା ଯାହାହେଲେ ବି ସେମାନେ ଉପରେ ଅଛନ୍ତି ସମସ୍ତଙ୍କୁ ଆଇଡଲ ଭାବେ ଯାହାକୁ ତଳକୁ ଯାତ୍ରା ଦୁନିଆରେ ଆଗ ଧାଡିର ଆଜିକା ଡେଟ୍ରେ ଏବଂ ପୁରାତନ ଯୁଗର ଯୋଉମାନେ ବର୍ତ୍ତମାନ ନାୟକ ଅଛନ୍ତି ସେମାନଙ୍କ ଭିତରୁ ଜଣକୁ କାହାକୁ ବାଛିବେ ଯେ ନାଇଁ ତାଙ୍କ ଅଭିନୟରେ ଭଲ ଲାଗେ କହିବେନି ଡିଫିକଲ୍ଟ ହବ ନା ସେ କଥା ନୁହେଁ ସମସ୍ତେ ତ ଭଲ ଅଛନ୍ତି ସମସ୍ତଙ୍କ ଆକ୍ଟିଂ ଭଲ କାହାରି ଖରାପ ନୁହେଁ ସୁବାସ ଭାଇ ତାଙ୍କ ଆକ୍ଟିଂ ଭଲ କରନ୍ତି ଗୌର ଭାଇ ତାଙ୍କର ମୁଣ୍ଡା ପାଠ ସିଏ ତାଙ୍କର ଭଲ କରନ୍ତି ସମସ୍ତଙ୍କ ହିସାବରେ ଠିକ ସମସ୍ତେ ଅଛନ୍ତି ଆପଣ ମ୍ୟାନେଜ କଲେ ଏଇଟା ହଁ ଏଇଟା ମ୍ୟାନେଜ କଲେ ଆପଣ ମ୍ୟାନେଜ କଲେ ନା ଠିକ ଅଛି କାହା ମନରେ ଦୁଃଖ ଦେବା କଥା ନୁହଁ କାହା ମନକୁ ଦୁଃଖ ଦେବା କଥା ବାକି ଜୀବନଟା ଯାତ୍ରାରେ ସାରିଦେବେ ନା କିଛି ଭାବନା ଅଛି ନା ମୁଁ ତ ଚାହୁଁଛି କେତେ ଦିନ ଭଗବାନଙ୍କ ଇଚ୍ଛା ସେଟା କହିହବନି ତଥାପି ଚାହୁଁଛି ଆଉ କିଛି ବର୍ଷ ରହିବା ପାଇଁ ଘର ଫର ଗୁଡା ଚାଲିଛି ଭବିଷ୍ୟତ ଜୀବନ କିଛି ଆମ ଘର କୋଉଠି ଯାଜପୁରରେ ଚାଲିଛି ନା ଆମ ଶାଶୁଘର ପାଖରେ ଯେତେ ଦିନ ପର୍ଯ୍ୟନ୍ତ ଜୀବନ କେତେ ଦିନ ହଉଛି ଯେତେବେଳେ ଲକଡାଉନ ଆସିଗଲା ଯାତ୍ରା ଦୁନିଆ ପାଇଁ ଗୋଟେ ସମ୍ଭାବନା ନେଇକି ଆସିଲା ହବ ନ ହବ ଚାଲିବ ନ ଚାଲିବ ବାଟେଇ ବାହାରିବ ନ ବାହାରିବ ସେତେବେଳେ ଜୀବନ ଜୀବିକା ପାଇଁ କଣ ଡିସିସନ ନେଇଥିଲେ ସେତେବେଳେ ଆମେ ସୁଟିଂ କରୁଥିଲୁ ଆଉ କଣ କରିବା ଚଳିବା ପାଇଁ ଆଉ କିଛି ବ୍ୟକ୍ତିଗତ ଭାବେ ନା ଆଉ କିଛି ନଥିଲା ସୁଟିଂ ପାଇଁ ଯାଇଥିଲି ତ୍ରିଶୁଳିଆ ପୁଲିସ ପାଖରେ ହଉଥିଲା ସେଠି ବାଘା ଯାଇଥିଲି ସୁଟିଂ କରିବା ପାଇଁ ସେତେବେଳେ ଅନୁଭବ କଣ ଥିଲା ଯାତ୍ରା ପାର୍ଟିକି ନେଇକି ଲକଡାଉନ ଟାଇମରେ ଯାତ୍ରା ପାର୍ଟି ଆମେ ବି ଆମେ ଦ୍ୱନ୍ଦ୍ୱରେ ପଡି ଯାଇଥିଲୁ ଯେ ଯାତ୍ରା ପାର୍ଟି ହବ କି ନ ହବ କଣ କରିବା ଆଉ ବହୁତ ଦ୍ୱନ୍ଦ୍ୱରେ ପଡିଥିଲୁ ଯାତ୍ରା ପାର୍ଟି ଆମେ ଠାକୁର ଯାତ୍ରା ପାର୍ଟି ଖୋଲି ଯାଉ ସମସ୍ତଙ୍କ ଜୀବିକା ବଞ୍ଚିଯିବ ଆଉ ଗୋଟେ କଥା ଲାଷ୍ଟ କଥା ଯେମିତି ଓଡିଶାର 4 କୋଟି ଦର୍ଶକ ମାନେ କଥା ହଉଥିଲେ ଯେ ଓଡିଆ ସିନେମା କପି ହଉଛି ବୋଲି କାହାଣୀ ବର୍ତ୍ତମାନ କହିବାକୁ ଆରମ୍ଭ କଲେଣି ଯାତ୍ରା ଦୁନିଆରେ ବି କାହାଣୀ କପି ହଉଛି ସତ ନା ମିଛ ସେଟା ସତ କପି ହଉଛି କେତେ ନାଟକ କୋଉଠି କପି କଣ ସମ୍ପୂର୍ଣ୍ଣ ହଉଛି ଟିକେ ଟିକେ ଏମିତି କପି ହଉଛି ଆଉ କଣ ସବୁଗୁଡା ତ ହଉଛି କପି ହଉଛି ବୋଲି ଆପଣ ମାନୁଛନ୍ତି ଗୋଟେ ଗୋଟେ ସିନ୍ କୋଉଠି କଣ ଆଉ ଦର୍ଶକ ବନ୍ଧୁ ଆଜି ଆପଣ ମାନେ ଦେଖୁଥିଲେ ନମିତା ଅପାଙ୍କ ସହିତ କିଛି କଥା ଆଗାମୀ ଅଧ୍ୟାୟରେ ମୁଁ ଆସିବି ଆଉ ଏକ ନୂଆ ଅତିଥିଙ୍କ ସହିତ ସେ ପର୍ଯ୍ୟନ୍ତ ନମସ୍କାର ବିଦାୟ ଦେଉଛି।